କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ କଥା ହେବା ଚନ୍ଦ୍ରଗ୍ରହଣର ବୈଜ୍ଞାନିକ ପ୍ରଭାବ ସବୁ କଣ। ଅଲରେଡି ଆମେ ଜାଣିଛନ୍ତି ଚନ୍ଦ୍ରଗ୍ରହଣ କଣ, କେମିତି ହୁଏ, କେବେ ହୁଏ, କାହିଁକି ହୁଏ। ତ ଆଜି ତାର ଇମ୍ପାକ୍ଟ ବା ତା ପ୍ରଭାବ ବିଷୟରେ କଥା ହେବା। ପୃଥିବୀ, ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସିଥାଏ ଏବଂ ପୃଥିବୀର ଛାୟା ଚନ୍ଦ୍ର ଉପରେ ପଡିଯାଏ, ତେଣୁ ଚନ୍ଦ୍ରଗ୍ରହଣ ହୋଇଥାଏ। ତ ତା ପ୍ରଭାବ ସବୁ କଣ? ତା ପ୍ରଭାବ ହଉଛି ମଣିଷ ଉପରେ ଚନ୍ଦ୍ରଗ୍ରହଣର କୌଣସି କ୍ଷତିକାରକ ପ୍ରଭାବ ପଡେ ନାହିଁ। ବୈଜ୍ଞାନିକ ଦୃଷ୍ଟିକୋଣରୁ ସ୍ୱାସ୍ଥ୍ୟ ଭଲ ରୁହେ। ଆମେ ଚନ୍ଦ୍ରକୁ ଖାଲି ଆଖିରେ ଦେଖିପାରିବା। ଯେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ ସେତେବେଳେ ଚନ୍ଦ୍ର ରୂପ ପରିବର୍ତ୍ତନ ହୁଏ। କେତେବେଳେ ସିଏ ଚନ୍ଦ୍ର ଲାଲ ଦେଖାଯାଏ, ଯାହାକୁ ଆମେ ରକ୍ତ ଚନ୍ଦ୍ର ମଧ୍ୟ କହିଥାଉ। ପ୍ରାଣୀମାନଙ୍କ ଉପରେ ତାର ପ୍ରଭାବ ପଡେ ନାହିଁ, କିନ୍ତୁ ଚନ୍ଦ୍ରର ଉଜ୍ଜଳତା ହଠାତ୍ ହ୍ରାସ ଯେତେବେଳେ ପାଇଯାଏ, କିଛି ରାତ୍ରି ପ୍ରାଣୀ ମାନେ ଅସ୍ଥାୟୀ ଭାବରେ ଦ୍ୱନ୍ଦ୍ୱରେ ପଡିଯାଆନ୍ତି କି ବର୍ତ୍ତମାନ କଣ ପରିସ୍ଥିତି ସୃଷ୍ଟି ହେଲା। ତାପମାତ୍ରା ଉପରେ ତାର ପ୍ରଭାବ ସାମାନ୍ୟ ରହିଥାଏ। ତାପମାତ୍ରାରେ ବହୁତ ସାମାନ୍ୟ ହ୍ରାସ ହୋଇପାରେ, କାରଣ ସୂର୍ଯ୍ୟକିରଣ ଚନ୍ଦ୍ରରେ ପହଞ୍ଚିବା ପାଇଁ ଅସ୍ଥାୟୀ ଭାବରେ ଅବରୋଧିତ ହୋଇଥାଏ, କିନ୍ତୁ ଏହା ପୃଥିବୀର ଜଳବାୟୁକୁ ପ୍ରଭାବିତ କରେ ନାହିଁ। ଯେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ ସେହି ସମୟରେ କଣ ହୁଏ? ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ସମୟରେ ଘଟେ, ତେଣୁ ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କର ଗୁରୁତ୍ୱାକର୍ଷଣ ଶକ୍ତି ମିଶି ଅଧିକ ଶକ୍ତିଶାଳୀ ଜୁଆର ସୃଷ୍ଟି କରିଥାଏ, ଫଳରେ ସମୁଦ୍ର ଟିକେ ଅଶାନ୍ତ ରହେ। ତଥାପି ପୂର୍ଣ୍ଣିମା ସମୟରେ ଯୋଉ ଜୁଆରଟା ଆମେ ଦେଖନ୍ତି, ଅଲଗା ସମୟରେ ସେତେ ଜୁଆରଟା ସେତେ ଉଚ୍ଚ ନଥାଏ। ତ ବୈଜ୍ଞାନିକ ମାନଙ୍କୁ ସାହାଯ୍ୟ କଣ କରେ? ଚନ୍ଦ୍ରଗ୍ରହଣ ଚନ୍ଦ୍ରକୁ ଅଧ୍ୟୟନ କରିବାରେ ସାହାଯ୍ୟ କରେ। ତାର ତାପମାତ୍ରା ପୃଥିବୀ ପୃଷ୍ଠକୁ କୋଉ ଭଳି ଭାବରେ ପ୍ରଭାବିତ କରେ ତାହା ଜାଣିବାରେ ସାହାଯ୍ୟ କରେ। ଚନ୍ଦ୍ର ପୃଥିବୀର ପ୍ରଣାଳୀ କକ୍ଷପଥକୁ ନିରୀକ୍ଷଣ କରିବାରେ ସାହାଯ୍ୟ କରେ। ତ ଯଦି ଆମେ ଟୋଟାଲ ତାକୁ ସମରାଇଜ କରିବା, ତାହେଲେ ଚନ୍ଦ୍ରଗ୍ରହଣ ଏକ ପ୍ରାକୃତିକ ଘଟଣା, ଯାହା ମଣିଷ କିମ୍ବା ପୃଥିବୀ ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡେ ନାହିଁ। ଏହା ମୁଖ୍ୟତଃ ବୈଜ୍ଞାନିକ ମାନଙ୍କୁ ମହାକାଶ ଏବଂ ବାୟୁମଣ୍ଡଳ ବିଜ୍ଞାନ ଅଧ୍ୟୟନ କରିବାରେ ସାହାଯ୍ୟ କରେ। ଯଦି କିଛି ଡାଉଟ୍ ଅଛି, କୋଉ ଜାଗାରେ ବୁଝି ହେଲା ନାହିଁ, ମତେ କମେଣ୍ଟରେ ଲେଖିକି ଦବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା, ବୁଝି ହେଲା, ତାହେଲେ ଭିडिଓ ଟିକେ ଲାଇକ୍ କରିଦବ, ଭିडिଓକୁ ଅନ୍ୟ ସହ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମତେ ଅନୁମତି ଦିଅ। ବାଏ ବାଏ।